ଯାଉ ଆଜି ଆସିକି ପଞ୍ଚୁକର 3 ଦିନ ହେଇଗଲା ଆଉ ମୁଁ ବ୍ରହ୍ମ ମୁହୂର୍ତ୍ତରେ ଉଠି ପଡ଼ିଥିଲି 4ଟାରେ। ତ ସକାଳୁ ତ ଯୋଉ କାମ ସକାଳୁ ଉଠିକି ପ୍ରଥମେ ଗାଧେଇକି ପଳେଇ ଆସିଲି ଠାକୁରଙ୍କୁ ମୁରୁଜ ପକେଇବି, ତା ସହିତ ତୁଳସୀ ଚଉଁରାରେ ମୁରୁଜ ପକେଇବି, ତା ସହିତ ପୂଜା କରିବି, ମନ୍ଦିରରେ ପୂଜା କରିବି। 3 ଦିନ ହେଇଗଲା ଆଉ ତ ଆଜିକି ତ ଅଲରେଡ଼ି ମୁଁ ଭିଡ଼ିଓ ଯେବେ ପୋଷ୍ଟ କରୁଛି 4 ଦିନ ହେଲାଣି, କିନ୍ତୁ 3 ଦିନ ତାପରେ ମୁରୁଜ ପକେଇଦେଲି, ଫୁଲ ପକେଇଦେଲି, ଯେମିତି ଆସେ ପକେଇବା ମୋତେ ଆସେ ଠିକ୍ ସେମିତି ପକେଇ ଦେଇକି ବାସନକୁସନ ଧୋଇଦେଲି ସବୁ ଠାକୁରଙ୍କ ବାସନକୁସନ। ତାପରେ ପ୍ରଥମେ ପଳେଇ ଆସିଲି ଚଉଁରା ପୂଜା କରିବି, ଚଉଁରା ପୂଜା ସରିଲେ ତାପରେ ଯାଇ ଘର ପୂଜା କରିବି। ଏଇ 5 ଦିନ ଏବେ ରେଗୁଲାର ସେଇଆ ହିଁ ଚାଲିବ। ଆଉ ତ ମାନେ ବହୁତ ଭଲ ବି ଲାଗୁଛି ସକାଳୁ ସକାଳୁ ଉଠିକି ଗାଧେଇକି ପୂଜା କରିବାର ଯୋଉ ମଜାଟା ସତରେ ଆଗରୁ ଯୋଉ ମାନେ ନର୍ମାଲ ଡେରେ ଯୋଉ ଲେଟ୍ ହୁଏ ତାଠାରୁ ଇଏ ବହୁତ ଭଲ ଲାଗୁଛି। ଆଉ ତାପରେ ସବୁ ପୂଜା ସାରିକି ଆସିଲା ପରେ ହଜବେଣ୍ଡ ଅଫିସ ପଳେଇଲେ, ମାମାଲି ବି ସ୍କୁଲ ପଳେଇଲା, ତାପରେ ମୁଁ ପଳେଇ ଆସିଲି ଏଠି ବନିବା ପାଇଁ। ଆଜି ଅରୁଆ ଭାତ ଡାଲମା ଖାଇକିନା ଅରୁଆ ଭାତ ମୋତେ ଏମିତିରେ ବି ସୁଟ୍ କରେନି, ଆଉ ଡାଲମା ଅରୁଆ ଭାତଟା ସେଥିପାଇଁ ମୁଁ କହିଲି ଆଜି ରୁଟି କି ପୁରୀ କରିବା, ତା ସହିତ ଛୋଲେ ପନିର ଯୋଉଟାକି ବିନା ପିଆଜ ରସୁଣରେ କରିବି। ତ ସେଇଟା ହିଁ କରୁଛି। ତ ଛୋଲେକୁ ମୁଁ ରାତିରେ ଓଭରନାଇଟ୍ ସୋକ୍ କରି ରଖିଦେଇଥିଲି। ତାପରେ ଏବେ ତାକୁ ଟିକେ ଲୁଣ ଆଉ ଖାଇବା ସୋଡ଼ା ଦେଇକି ତାକୁ 3ଟା ସିଟି ଦେଇଦେବି, ସିଝିଯିବ। ବିନା ଖାଇବା ସୋଡ଼ା ଦେଲେ କଲେ ନା କ'ଣ ନା ହେଉଛି ସେ ସିଝିବନି, ଟିକେ ଟାଇମ୍ ଲାଗିବ, ସେଥିପାଇଁ ଖାଇବା ସୋଡ଼ା ଟିକେ ପକେଇଦେଲେ ଫଟାଫଟ ସିଝିଯାଏ। ମାମାଲି ପନିର ଖାଏନି, କିନ୍ତୁ ମୁଁ ଖାଇବି ଯେହେତୁ ଟିକେ ପ୍ରୋଟିନ୍ ତ ଦରକାର, ଛୋଲେ ପ୍ରୋଟିନ୍ ଆଉ ଇଏ ବି ପନିର ବି। ତ ଟିକେ ପନିର 200 ଗ୍ରାମ ଦେଇଦେଲି। ତା ସହିତ ମସଲା ଆମେ କ'ଣ କରିବା ନା ଅଦା ଟମାଟୋ ଆଉ କିଛି ଗରମ ମସଲା ଯୋଉଟା ଅଛି ଗୁଜୁରାତି ଆଉ ଡାଲଚିନି, ତା ସହିତ ମୁଁ ଆଲମଣ୍ଡ ପକେଇଥିଲି, ଆଜି କାଜୁ ପକେଇନି, 10ଟା ଖଣ୍ଡେ ଆଲମଣ୍ଡ ଭିଜେଇ ଦେଇଥିଲି, ତାକୁ ଦେଇଦେଲି। ତାକୁ ଗ୍ରାଇଣ୍ଡିଙ୍ଗ କରିଦେବା, ତାପରେ ଆମେ ତରକାରୀ ବସେଇଦେବା। କିଛି ନାହିଁ, ବହୁତ ସିମ୍ପଲ ୱେରେ ଜଲ୍ଦି ହେଇଯିବ, ଭଲ ବି ଲାଗିବ। ତ ତେଲ ଦେଇଦେଲି, ମୁଁ ରିଫାଇନ ତେଲରେ ହିଁ ରୋଷେଇ କରୁଛି। ଆଉ ପନିର ଟିକେ ଏଠି ଫ୍ରାଏ କରିଦେଲି, ବେଶୀ ଗୋଲ୍ଡେନ୍ ବ୍ରାଉନ୍ ନୁହେଁ, ଏମିତି ହିଁ ଟିକେ ଲାଇଟ୍ କଲର୍ ହିଁ ରହିବ। ତାପରେ ତେଲରେ ଦେଇଦେଲି ତେଜପତ୍ର ଜିରା, ଟିକେ ଭାଜି ହେଇଗଲା ପରେ ଯେଉଁ ମସଲା ଦେଇଥିଲି ତାକୁ ଦେଇଦେବା। ତାପରେ ହଳଦୀ ପାଉଡ଼ର, ଲଙ୍କାଗୁଣ୍ଡ, ରାଗ ଲଙ୍କାଗୁଣ୍ଡ, କାଶ୍ମୀର ଲଙ୍କାଗୁଣ୍ଡ, ଆଉ ଧନିଆ ପାଉଡ଼ର, ଜିରା ପାଉଡ଼ର, ଏତିକି ମସଲା, ଆଉ କିଛି ଦରକାର ନାହିଁ ଏଥିରେ। ବାସ୍ ଟିକେ ତାକୁ କଷିଦେବି, ମିକ୍ସ କରିଦେବି। ଟିକେ ତେଲ ସେପାରେଟ୍ ହେଇ ଆସିଲା ବେଳକୁ ଆମେ ସେଥିରେ ପକେଇଦେବା ଛୋଲେ, ମାନେ ମସଲାର କଞ୍ଚା ସ୍ମେଲ୍ ପଳେଇବ। ଛୋଲେ ଟିକେ ମିକ୍ସ କରି ତାପରେ ଯେଉଁ ପନିର ରଖିଥିବେ ତାକୁ ବି ଦେଇଦେବା। ଦେଇ ସାରିଲା ପରେ ନା ଏଥିରେ ପନିର ତରକାରୀ ଯେହେତୁ ପନିର ଅଛି, ଟିକେ ଚିନି ପକେଇଦେବା, ହାଫ୍ ଚାମଚ ଭଳିଆ, ତା ସହିତ କସୁରୀ ମେଥି, ଏଇ ଦୁଇଟା ମଷ୍ଟ ପକେଇବେ, ମାନେ ଫ୍ଲେଭର ବଢ଼ିଯିବ, ଭଲ ବି ଲାଗିବ। ଆଉ ମାନେ ପୂଜା ସହିତ ଏମିତି ସବୁ କରିକି ଖାଇଲେ ନା ଭଲ ଲାଗୁଛି। ତ ତା ସହିତ ତରକାରୀ ସେପଟେ ଫୁଟୁଥିବା ସମୟରେ ମୁଁ କିଛି ମଇଦା ଆଉ ଅଟା, ମୁଁ ଖାଲି ଅଟାରେ ପୁରୀ କରୁନି, ମଇଦା ଟିକେ ସେଥିରେ ଜୁଆଣି, ଲୁଣ ଆଉ ଟିକେ ତେଲ ପକେଇକି ତାକୁ ଭଲ ଭାବରେ ମିକ୍ସ କରିଦେଇକି ତାକୁ ଯେମିତି ନର୍ମାଲି ଚକୁଡ଼ିବା କଥା ଚକୁଡ଼ି ଦେବି। ମୁଁ ପୁରା ଭଲସେ ଏକାଥରେ ଚକୁଡ଼େନି, ଟିକେ ଚକୁଡ଼ି ଦେଇକି ମାନେ ଆଉ ଚକୁଡ଼ା 20% ଥିବ, ମୁଁ ତାକୁ କ'ଣ କରେ ନା କଭର କରିକି ରଖିଦିଏ। 10 ମିନିଟ୍ ପରେ ତାକୁ ବେଲିବ, ଦେଖିବ ଫୁଲିବ, ରୁଟି ହଉ ପୁରୀ ହଉ ଫୁଲିବ। ତ ବାସ୍ ଫଟାଫଟ ତେଲ ବି ଏପଟେ ବସେଇ ଦେଇଥିଲି, ଫଟାଫଟ 4ଟା, ତା ପାଇଁ 4ଟା, ମୋ ପାଇଁ 2ଟା କି 3ଟା ପୁରୀ ଏଠି ଫଟାଫଟ ଛାଣିଦେବି। ବାସ୍ ଆଜିର ଇଏ ଆଉ ଅରୁଆ ଭାତ ଖାଇବାକୁ ମାନେ କାନିକା ଫାନିକା, କାଲି ତ ପୁଣି ମାନେ ବଡ଼ ଓଷା, ପୁଣି ପୂର୍ଣ୍ଣମୀ ଅଛି। ବଡ଼ ଓଷା ତ ଓଷା, କିନ୍ତୁ ପୂର୍ଣ୍ଣମୀ ଦିନ ବି ପୁଣି କାନିକା ଫାନିକା ହବ। ସେଥିପାଇଁ ମୁଁ ଆଜି ଭାତ କରେନି, ଗୋଟେ ଦିନ ଗ୍ୟାପ୍ କରିଦେଲି। ତ ଆଜିର ଲଞ୍ଚ ରେଡ଼ି। କେମିତି ଲାଗିଲା ଆଜିର ବ୍ଲଗ୍ ଜଣେଇବେ। ରହିଲି, ନମସ୍କାର, ବାଏ ବାଏ।